ना गो मनरपुर लवण खबर किस खबर से हमर स्वामी हुअन्ते। अच्छा से तुमको केबे बाहाई थिले तो एते मोर मने नहीं। अच्छा पिला छुआ के जण तमरो गोटे झियो अछि 10 वर्षर। अच्छा एबे एबे लव आशा कोठी एबे सेटा मु कहि परिबिनी। से तुम सहित किसी कथबार्ता हुएनी आ जमा ना ना आम सहित କିଛି कथबार्ता ହେଇନି। अच्छा ଆମେ हाँ ଏଠି ଅଛୁ ବାପ ଘରେ ଥିଲୁ अच्छा ସେଠୁ ପଳେଇ ଆସିଛୁ ଝିଅ ଛୋଟ ବେଳୁ। हाँ हाँ ତ ଏଠି ରହୁଛୁ ମୋ ବାପ ଘରେ। सी जमा तुमको फोन फान केबे करेनी ନା ନା ଫୋନ ଫାନ କି କିଛି ଭଲ ମନ୍ଦ ବୁଝାବୁଝି ସେଟା କିଛି କହୁନି। अच्छा तुमे ताको फोन करो तुमे सी तुम फोन धरे ना धरेनी ନା 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 की ପାଇଁ ଅସୁବିଧା ହେଲା କି ପାଇଁ ଗଣ୍ଡଗୋଳ ତମ ସାଙ୍ଗରେ ସିଏ ତ ଆମକୁ ଛାଡିକି ଘରେ ପଳେଇ ଆସିଲା ତ ଆମକୁ ଭଲ କଲାନି ବୋଲି ଆମେ ପଳେଇ ଆସିଲୁ ଆଉ ଏଠି ରହିଲୁ ଆଉ। ତମେ ଏବେ କୋଉଠି ରହୁଛ? ଏବେ ବାପ ଘରେ ରହୁଛି। ମନୋହରପୁରରେ ଆଜ୍ଞା ଓହୋ ତମେ କଣ କେମିତି ଚଳୁଛ କଣ କରୁଛ? ଏମିତିଆ କାମ ଦାମ କରୁଛି ଲେବର କାମ ଆଉ। ଆଚ୍ଛା ଆଉ ଏଇ ଯେ ଲବ ହାସଦା ଏବେ ଗୋଟେ ସେ ଝିଅକୁ ଭଲ ପାଉଥିଲା ସେ ଝିଅ ମରିଯାଇଛି ଆଉ ଲବ ହାସଦା ନାଁରେ ଲେଖିଛି ଯେ ଇଏ ତାର ମାନେ ତାର ପାଇଁ ମରିଛି ବୋଲି ତମେ ଜାଣିଛ ନା ସେ ଜାଣିନ ସେ କଥା? ନା ନା ସେ କଥା ଆମେ ଜାଣିନୁ। ତମେ କିଛି ଶୁଣିନ କିଛି ବି? ନା ନା ଓହୋ ଗୋଟେ ପୋଲିସ କେସ୍ ବି ହେଇଛି ତମେ ଜାଣିଛ ନା ଜାଣିନ? ନା ନା ମୁଁ ଜାଣିନି। ଓ ହୋ ଆଉ ଯଦି ଏମିତି ଲବ ଆସା କରିଥିବ ତମେ କି କହିବ? ଆଉ କଣ କହିବା? ହଁ ହଁ ଓହୋ ଏ ଟିଭିରେ ବାହାରୁଛି ସବୁ କଥା ଯେ ଲବ ଆସା ଏମିତି କରିଛି କାମ ତମେ ଜାଣିଛ ନା ଜାଣିନ? ନା ନା ସେ ବିଷୟରେ ଆମେ ଜାଣିନୁ ତ ଗତକାଲି ତ କହୁଥିଲେ ସେଇଟା ଶୁଣିଥିଲୁ ଆଉ। ଗତକାଲି କଣ ଶୁଣିଥିଲେ ଆପଣ? କହୁଥିଲେ ଏମିତି ସେମିତିଆ କାମ କରୁଛି ତା ବିଷୟରେ ଗୋଟେ ଝିଅ ଟା ମରିଗଲା ସେଇ ସବୁ କହୁଥିଲେ ଆଉ। ଓହୋ ତମେ ଜାଣିଛ ଲବ ଆସା ଏବେ ସେ ଯୋଉ ଭିଡିଓ କରୁଛି ମୋବାଇଲ ରେ ଛାଡୁଛି ସବୁ ଜାଣ ନା ଦେଖ ନା ଦେଖନି ତମେ ଆଉ? ନା ନା ସାର୍ ମୁଁ ସେ ସବୁ ଦେଖେନି ମୁଁ ତ ସକାଳେ ରୋଷେଇବାସ କରିକି ଖାଇ ପିଇକି କାମକୁ ଯାଉଛି ଆଉ ଏତେ କିଏ ଦେଖୁଛି ସାର୍। ଓହୋ ତମେ ଲବ ନାଁରେ କେସ୍ ଫେସ୍ ବି କିଛି କରିନ? ନା ନା ଆମେ କେସ୍ ଫେସ୍ କିଛି କରିନୁ। ଆଉ ତମର ଗୋଟେ ମିଟିଂ ହେଇଥିଲା ଗାଁ ରେ ସିଏ ତମକୁ ଆସୁନି କିଛି ପଇସା ପତ୍ର ଦଉନି ଏମିତି ହେଇଥିଲା କି କିଛି? ନା ନା ସେମିତି କିଛି ମିଟିଂ ଫିଟିଂ ହେଇନି। ଓହୋ ଆଉ ଲବର ସେ ଆସିଲେ ସିନା ସାର୍ ତମେ ମିଟିଂ କରିବ ସିଏ ତ ଘରେ ବି ରହୁନାହାନ୍ତି କି ଏଠି ବି ଆସୁନାହାନ୍ତି ତମେ କେମିତି ମିଟିଂ କରିବ? ଆଚ୍ଛା ଆଉ ଲବର ଯିଏ ଭାଇ ତାର ଭଉଣୀ ଯୋଉମାନେ ଅଛନ୍ତି ସେମାନେ ତମ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତି ଫୋନ ଫାନ୍ କରନ୍ତି? ନା 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 ସେମାନେ ବି କଥା ହୁଅନ୍ତିନି ଫୋନ ଫାନ୍ ବି କରନ୍ତିନି। ତମର ଗଣ୍ଡଗୋଳ ଟା କଣ ପାଇଁ ହେଇଛି କି? ଏମିତି ଆମକୁ ତ ସେଠି ଭଲ କଲେନି ସେଥିପାଇଁ ଆମେ ଏଠି ପଳେଇ ଆସିଲୁ ସେମିତି କିଛି ଗଣ୍ଡଗୋଳ ହେଇନି। ଓହୋ ବାହାଘର ଟା କୋଉଠି ହେଇଥିଲା? ଏଇଠୁ ଗାଁ ରୁ ହେଇଥିଲା। ମନୋହରପୁରରେ ଆଜ୍ଞା ଲବ ଆସିଥିଲା ଏଠକୁ ବାହା ହେବା ପାଇଁ ବର ହେଇକି ଆସିଥିଲା? ଆଜ୍ଞା ତାଙ୍କ ପରିବାରରେ ଆଉ କିଏ କିଏ ସବୁ ଆସିଥିଲେ? ତାଙ୍କ ପରିବାରରେ ତାଙ୍କ ବାପା ଆସିଥିଲେ ମା ଆସିଥିଲେ ତାଙ୍କ ଦିଦି ଆସିଥିଲେ। ହୁଁ ତାଙ୍କ ଗାଁ ଲୋକ ବି ଆସିଥିଲେ। ଆଚ୍ଛା ଓହୋ ଆଉ ତମେ ତାଙ୍କ ଘରକୁ ଆଉ କେତେ ବର୍ଷ ତାଙ୍କ ପାଖରେ ଥିଲ ସେଇଠି? ଏଇ 3 ବର୍ଷ ପାଖାପାଖି ଥିଲୁ ଆଉ। ଓହୋ ତାପରେ ଆଉ ସିଏ କଥାବାର୍ତ୍ତା ହେଲାନି ବାହାରେ ବାହାରେ ବୁଲିଲା ନା କଣ? ହଁ ହଁ ସିଏ ବାହାରେ ସଦାବେଳେ ବୁଲିଲା ଆମ କଥା କିଛି ବୁଝିଲାନି। ତମେ ଏଇଠି କେତେ ଦିନ ରହିବ ଏଇନା? ବାପ ଘରେ ହଁ ହଁ ରହିମୁ 10-15 ଦିନ ଭଳିଆ। ଆଚ୍ଛା 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 ଆଉ ପୁଲିସ ଫୁଲିସ ବି କେହି ତମକୁ ପଚରା ପଚରି କରିନାହାନ୍ତି କିଛି ଖବର ନାହିଁ? ନା ନା କେହି ପଚରା ପଚରି କରିନାହାନ୍ତି। ଓହୋ ଆଚ୍ଛା ଆଚ୍ଛା ହଉ 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 ଦିଦି ରହିଲି ହଁ।